प्रभुଙ୍କ महत् नामକୁ ମୁଁ ଧନ୍ୟବାଦ ଦିଏ। ପ୍ରଭୁ ପୁଣି ଥରେ ସୁନ୍ଦର ସୁଯୋଗ ଦେଇଛନ୍ତି ଏହି ଏପିସୋଡ଼ ମାଧ୍ୟମରେ ତାଙ୍କର ବାକ୍ୟରୁ ଆଲୋଚନା କରିବା ନିମନ୍ତେ। ତେଣୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସାଙ୍ଗେ ସାଙ୍ଗେ ପ୍ରତ୍ୟେକଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ଆପଣମାନଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ଏହି ସମୟ ମଧ୍ୟରେ ଆମେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ଆଲୋଚନା କରିବା। ତାହା ହେଉଛି 10 ଆଜ୍ଞାର ମହତ୍ଵତା ବା ଗୁରୁତ୍ୱତା, ଦ ଇମ୍ପୋର୍ଟାନ୍ସ ଅଫ୍ ଦି 10 କମାଣ୍ଡମେଣ୍ଟସ୍। ଏହି ବିଷୟକୁ ଆମେ ଆଜି ଆଲୋଚନା କରିବା। 10 ଆଜ୍ଞା ଆମେ ସବୁ ଜାଣିଅଛୁ। ବାଲ୍ୟକାଳରୁ ଏପର୍ଯ୍ୟନ୍ତ ଇଭେନ୍ 10 ଆଜ୍ଞା ସକଳ ବିଷୟକୁ ଆମେ ପୁଙ୍ଖାନୁପୁଙ୍ଖ ଭାବେ ଘୋଷିଅଛୁ, କହୁଛୁ। ଆମ ଦ୍ୱାର ବନ୍ଧ ଗୁଡ଼ାକରେ, ଘରେ, ସବୁ ୱାଲ୍ସ ଗୁଡ଼ାକରେ ଆମେ ତାକୁ ଆଙ୍କିତ, ଲିଖିତ ଏବଂ ତାକୁ ଆମେ ପେଷ୍ଟ କରି ରଖିଅଛୁ। କିନ୍ତୁ 10 ଆଜ୍ଞାର ଗୁରୁତ୍ୱକୁ ଆମକୁ ଜାଣିବାକୁ ହେବ। ଯାତ୍ରା ପୁସ୍ତକ ତାର 20ର 1ରୁ 17 ପର୍ଯ୍ୟନ୍ତ ଏ 10 ଆଜ୍ଞା ଯାହା ମୋଶା ଇସ୍ରାଏଲୀୟ ଲୋକମାନଙ୍କୁ ପ୍ରଦାନ କରୁଥିଲେ ପରମେଶ୍ୱରଙ୍କ ଦ୍ୱାରା। ଆଉ ଏ 10 ଆଜ୍ଞା ବା ନିୟମ, ଏହା ବଞ୍ଚିବା ପାଇଁ ଏକ ମାର୍ଗଦର୍ଶିକା ଅଟେ। ଏବଂ ଏହାର ଥେସିସ୍ ଷ୍ଟେଟମେଣ୍ଟ ହେଉଛି କି ଈଶ୍ୱରଙ୍କ ସହିତ ଆମର ସମ୍ପର୍କ ଏବଂ ଅନ୍ୟମାନଙ୍କ ସହିତ ଆମର ସମ୍ପର୍କ, ଏଥିପାଇଁ ଏହି 10 ଆଜ୍ଞା ଜରୁରୀ ଅଟେ ଯେ ଆମେ ଏହାକୁ ଈଶ୍ୱରଙ୍କ ପାଇଁ ବା ମନୁଷ୍ୟମାନଙ୍କ ପାଇଁ କେମିତି ବ୍ୟବହାର କରିବା, ଏହା ଆମକୁ ଏକ ମାର୍ଗଦର୍ଶକ ବା ଦର୍ଶିକା ଭାବରେ ନିୟନ୍ତ୍ରଣ କରିଥାଏ। ଏହି 10ଟି ଆଜ୍ଞା, ଏହାକୁ ଆମେ 2 ଭାଗରେ ବିଭକ୍ତ କରିପାରିବା। ପ୍ରଥମ 4ଟି ଆଜ୍ଞା ବା ନିୟମ ତାହା ଈଶ୍ୱରଙ୍କ ପାଇଁ ଅଟେ। ଇଟ୍ ରିଲେଟ୍ସ ଟୁ ଗଡ୍। ଏହା ଈଶ୍ୱରଙ୍କ ପାଇଁ ଅଟେ, ଈଶ୍ୱରଙ୍କୁ ଦର୍ଶାଏ, ଈଶ୍ୱରଙ୍କ ପାଇଁ ଆବଶ୍ୟକ ଉଦ୍ଦିଷ୍ଟ। ସେ 4ଟି ଆଜ୍ଞା ମଧ୍ୟରୁ ପ୍ରଥମ ଆଜ୍ଞା ହେଉଛି କି worship only God। ଈଶ୍ୱରଙ୍କୁ ପୂଜା କରୁ ବା ସେବା କରୁ। worship only God। ଆମେ ତାର ଯାତ୍ରା ପୁସ୍ତକ ତାର 20ର 3 ପଦରେ ଦେଖିବାକୁ ପାରିବା, କେବଳ ଈଶ୍ୱରଙ୍କୁ ସେବା କର। ଆଉ ଦ୍ୱିତୀୟ ବିବରଣ 6ର 5ରେ ମଧ୍ୟ ଲେଖା ଅଛି ଯେ କେବଳ ଈଶ୍ୱରଙ୍କୁ ସେବା କରିବା ବିଷୟରେ। ଏହା ରିଲେଟେଡ୍ ଟୁ ଗଡ୍। ଆଉ ଦ୍ୱିତୀୟ ବିଷୟ ହେଉଛି ମେକ୍ ନୋ ଆଇଡଲ୍ସ। କୌଣସି ପ୍ରତିମା ପୂଜା କର ନାହିଁ। ଇଟ୍ ଅଲସୋ ରିଲେଟେଡ୍ ଟୁ ଗଡ୍। ଈଶ୍ୱରଙ୍କର କୌଣସି ଇମେଜ୍ ନାହିଁ। ଗଡ୍ ଇଜ୍ ଏ ସ୍ପିରିଟ୍। ସେ ଆତ୍ମା ଅଟନ୍ତି। ଆତ୍ମାର କୌଣସି ବିକାର ନଥାଏ ବା ଆକାର, ଫ୍ରେଜ୍, କୌଣସି ବିଷୟ ନଥାଏ। ତେଣୁ ଆମେ ଆଇଡଲ୍ସ ବା ପ୍ରତିମା ଆମେ ବନାଇବା ନାହିଁ, ନିର୍ମାଣ କରିବା ନାହିଁ ବା ତାହାକୁ ପୂଜା ମଧ୍ୟ କରିବା ନାହିଁ। ଆଉ ତୃତୀୟ ବିଷୟ ହେଉଛି ଡୁ ନଟ୍ ଟେକ୍ ଗଡ୍ସ ନେମ୍ ଇନ୍ ଭେନ୍। ଈଶ୍ୱରଙ୍କ ନାମ ଅସାରରେ ନ ନେଉ। ଆମେ ଈଶ୍ୱରଙ୍କ ନାମରେ ମିଥ୍ୟା ସାକ୍ଷ୍ୟ ନ ଦେଉ। ଏହା ଲେଖା ଅଛି ଯାତ୍ରା ତାର 20ର 7ରେ ମଧ୍ୟ, ଗୀତ ସଂହିତା ତାର 139ର 20 ପଦରେ। ଆମେ ଦେଖିବା ଗୀତ ସଂହିତା ତାର 139ର 20 ପଦରେ କ'ଣ ଲେଖା ଅଛି। ଏଠାରେ ଲେଖା ଅଛି, କାରଣ ସେମାନେ ଦୁଷ୍ଟ ଭାବରେ ତୁମ୍ଭ ବିରୁଦ୍ଧରେ କଥା କହନ୍ତି ଓ ତୁମ୍ଭ ଶତ୍ରୁମାନେ ବ୍ୟର୍ଥରେ ତୁମ୍ଭ ନାମ ଧରନ୍ତି। ଇନ୍ ଭେନ୍, ବ୍ୟର୍ଥରେ। ତ ଆମେ ଈଶ୍ୱରଙ୍କର ନାମକୁ ବ୍ୟର୍ଥରେ ନ ନେଉ। ଯେମିତି ଦୁଷ୍ଟ ବ୍ୟବହାର କରିଥାଏ, ନେଇଥାଏ ଈଶ୍ୱରଙ୍କ ନାମକୁ ବ୍ୟର୍ଥରେ, ସେ ପ୍ରକାର ନ ନେଉ। ଆଉ 4 ନମ୍ବର ହେଉଛି ରିମେମ୍ବର ଦ ସବାଥ। ବିଶ୍ରାମ ବାରକୁ
ପବିତ୍ର ରୂପେ ପାଳନ କରୁ। ଦିସ୍ ଇଜ୍ ରିଲେଟେଡ୍ ଟୁ ଗଡ୍ସ। ଏହା ଈଶ୍ୱରଙ୍କ ରିଲେଟେଡ୍ କମାଣ୍ଡ ଅଟେ। ତାର 20:8-11 ଯାଏଁ ଲେଖା ଅଛି ଏବଂ ଜିସାୟ ତାର 58:13-14 ମଧ୍ୟ ଉଲ୍ଲେଖ କରାଅଛି। ତ ଏହି 4ଟି ଆଜ୍ଞା 4 କମାଣ୍ଡମେଣ୍ଟସ୍ ଏହା ରିଲେଟେଡ୍ ଟୁ ଗଡ୍, ଏହା ଈଶ୍ୱରଙ୍କର ଅଟେ। ଈଶ୍ୱରଙ୍କ ପାଇଁ ଆମେ ବ୍ୟବହାର କରିବା ଆବଶ୍ୟକ ଅଟେ। ଦ୍ୱିତୀୟ ପର୍ଯ୍ୟାୟରେ ତାହା ହେଉଛି ସେଇ 6ଟି ଆଜ୍ଞା। ପରବର୍ତ୍ତୀ 6ଟି ଆଦେଶ ବା ଆଜ୍ଞା, ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ପିତାମାତାଙ୍କୁ ସମ୍ମାନ କରିବା, ଯେଉଁଟାକି ଆମେ ଲୋକମାନଙ୍କ ମଧ୍ୟରେ ବା ମନୁଷ୍ୟମାନଙ୍କ ମଧ୍ୟରେ ବ୍ୟବହାର କରିବା ପାଇଁ। ପ୍ରଥମେ ପିତାମାତାଙ୍କୁ ସମ୍ମାନ କରିବା, ଯାତ୍ରା ପୁସ୍ତକ 20:12 ଏବଂ ନୂତନ ନିୟମରେ ଏଫେସୀୟ ପୁସ୍ତକ ତାର 6:2-3 ମଧ୍ୟ ଉଲ୍ଲେଖ କରାଅଛି ପିତାମାତାଙ୍କୁ ସମାଦର କରିବା ନିମନ୍ତେ। ଆଉ ତାର 2 ହେଉଛି ହତ୍ୟା ନ କରିବା। କୌଣସି ମନୁଷ୍ୟକୁ ଆମେ ହତ୍ୟା ନ କରୁ। ତା 20:13 ଲେଖା ଅଛି ଯାତ୍ରା ପୁସ୍ତକ। ଏବଂ ମାଥିଉ 5ରେ ଯୀଶୁ ଶିକ୍ଷା ଦେଇଅଛନ୍ତି ଅନ୍ୟକୁ ହତ୍ୟା ନ କରୁ। ଆଉ ତାର 5:21-22 ମଧ୍ୟ ଯୀଶୁ ନିଜେ ଶିକ୍ଷା ଦେଇଅଛନ୍ତି ଲୋକମାନଙ୍କୁ। ଏବଂ ବ୍ୟଭିଚାର କର ନାହିଁ, ଏଇ ଯେଉଁ ଆଜ୍ଞା ତାର 20:17 ଉଲ୍ଲେଖ ଅଛି। ଏବଂ ମାଥିଉ ପୁସ୍ତକରେ ହିଁ ତାର 5:27-28 ବ୍ୟଭିଚାର କ'ଣ ଅଟେ ଯୀଶୁ ଗାମ୍ଭୀର୍ଯ୍ୟ ଭାବରେ ବୁଝାଇଅଛନ୍ତି। ଆଉ ତାର 4 ନମ୍ବର ହେଉଛି ଚୋରି କର ନାହିଁ, ଯାହାକି ଆମେ ମନୁଷ୍ୟ ମଧ୍ୟରେ ଏହା ବ୍ୟବହାର କରିପାରିବା। ଚୋରି କର ନାହିଁ, ଏଇଟା ଯାତ୍ରା 20:15 ଲେଖା ଅଛି। ଏବଂ ଏଫେସୀୟ ତାର 4:28 ମଧ୍ୟ ଉଲ୍ଲେଖ କରାଯାଇଅଛି। ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପଞ୍ଚମ ବିଷୟ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ। ଯାତ୍ରା ତାର 20:16 ଏବଂ ହିତୋପଦେଶ ତାର 12:22 ମଧ୍ୟ ଉଲ୍ଲେଖ କରାଯାଇଅଛି। ଆଉ 6 ନମ୍ବର ହେଉଛି ଲୋଭ କର ନାହିଁ। ଯାତ୍ରା ତାର 20:17 ଏବଂ ଲୁକ ତାର 12:15 ମଧ୍ୟ ଲୋଭ କର ନାହିଁ ବୋଲି ବାକ୍ୟରେ ଲିଖିତ ଅଛି। ତ ଏହି 10 ଆଜ୍ଞା ଯାହା ଆମେ ସମସ୍ତେ ଜାଣୁ, ଏହା 2 ଭାଗରେ ବିଭକ୍ତ ଅଟେ। ପ୍ରଥମ 4ଟି ଈଶ୍ୱରଙ୍କୁ ଆଡ଼କୁ ଦର୍ଶାଏ, ଆଉ ପରବର୍ତ୍ତୀ 6 ଆଜ୍ଞା ତା ମନୁଷ୍ୟ ଆଡ଼କୁ ଦର୍ଶାଏ। ତ ଆମେ ଈଶ୍ୱରଙ୍କ ପ୍ରତି ଆମର କର୍ତ୍ତବ୍ୟକୁ କରିବାକୁ ପଡ଼ିବ ଆଜ୍ଞା ଦ୍ୱାରା, ଏବଂ ମନୁଷ୍ୟ ମଧ୍ୟରେ ମଧ୍ୟ ତାହା ଆମେ ଆମ କର୍ତ୍ତବ୍ୟକୁ ଆଜ୍ଞା ଅନୁସାରେ କରିବାକୁ ହେବ। ଶେଷ ବିଷୟ ହେଉଛି ଆଉ 10 ଆଜ୍ଞାର ମହତ୍ଵ। 10 ଆଜ୍ଞାର ମହତ୍ଵ କ'ଣ? 10 ଆଜ୍ଞାର ମହତ୍ଵ, ଦ ସିଗ୍ନିଫିକେଣ୍ଟ ଅଫ୍ ଦି 10 କମାଣ୍ଡମେଣ୍ଟସ୍ ଅଫ୍ ଗଡ୍ କ'ଣ, ସେ ବିଷୟରେ ଆମେ ଆଜି ଆଲୋଚନା କରିବା। ପ୍ରଥମ ବିଷୟ ହେଉଛି 10 ଆଜ୍ଞା ଏହା ଈଶ୍ୱରଙ୍କର ଚରିତ୍ରକୁ ପ୍ରକାଶ କରେ। ଏହା ଈଶ୍ୱରଙ୍କର ଦିସ୍ 10 commandments they reveals God's character, ଈଶ୍ୱରଙ୍କର ଚରିତ୍ରକୁ ପ୍ରକାଶ କରେ। ଗୀତ ସଂହିତା 119ର 137ରୁ 138 ପର୍ଯ୍ୟନ୍ତ ଆମେ ପଠନ କରିବା। ଏଠାରେ ଲେଖା ଅଛି, ହେ ସଦାପ୍ରଭୁ, ତୁମ୍ଭେ ଧର୍ମମୟ ଓ ତୁମ୍ଭର ଶାସନ ସକଳ ସରଳ। ତୁମ୍ଭେ ଧର୍ମରେ ଓ ଅତି ବିଶ୍ୱସ୍ତତାରେ ଆପଣା ପ୍ରମାଣ ବାକ୍ୟ ସବୁ ଆଜ୍ଞା କରିଅଛ। ଆଉ ତାର 2 ନମ୍ବର ସିଗ୍ନିଫିକେଣ୍ଟ ଏହା ହେଉଛି ଯେ ଇଟ୍ ପ୍ରୋଭାଇଡ୍ସ ଏ ମୋରାଲ ଫ୍ରେମୱାର୍କ, ନୈତିକ ଢାଞ୍ଚାକୁ ଯୋଗାଏ, ପ୍ରୋଭାଇଡ୍ କରେ। ଆମେ କେମିତି କି ପ୍ରକାର ଭାବରେ ନୈତିକତା ଅନୁସାରେ କାର୍ଯ୍ୟକୁ କରିବା, ଏହି ବିଷୟକୁ ଯୋଗାଇଥାଏ 10 ଆଜ୍ଞା। ଦ୍ୱିତୀୟ ବିବରଣ ତାର 4:6-8 ପର୍ଯ୍ୟନ୍ତ ଏବଂ ରୋମିଓ ତାର 7:7-12 ଯାଏ ଏହା ଏଠାରେ ଉଲ୍ଲେଖ ଅଛି। ଆମେ ପଢ଼ିବା ଦ୍ୱିତୀୟ ବିବରଣ ତାର 4:6 ଏବଂ 8।
ଏଠାରେ ଲେଖା ଅଛି, ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭକୁ ଆଜ୍ଞା କରୁଅଛି ତାହା ତୁମ୍ଭେ ଆପଣା ହୃଦୟରେ ରଖିବ। ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ ଓ ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ ସେମାନଙ୍କ ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ। ମୋରାଲ ଫ୍ରେମୱାର୍କକୁ ଆମେ ଅନ୍ୟମାନଙ୍କ ସହିତ କ୍ରିଏଟ୍ କରିବାର ଅଛି, ଆଉ ଏ ଆଜ୍ଞା ହିଁ ତାହା ପ୍ରୋଭାଇଡ଼ କରିଥାଏ। ଆଉ 8ରେ ଲେଖା ଅଛି, ଆଉ ତୁମ୍ଭେ ଚିହ୍ନ ସ୍ୱରୂପ ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭ ଚକ୍ଷୁଦ୍ୱୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ। ଏହା ହେଉଛି ଏହାର ଢାଞ୍ଚା ବା ଫ୍ରେମୱାର୍କ, ଯାହା ଏ 10 ଆଜ୍ଞା ଆମକୁ ପ୍ରଦାନ କରିଥାଏ। ଆଉ ତା'ର ତୃତୀୟ ନମ୍ବର ହେଉଛି, ଆଉ ଏହାର ତାତ୍ପର୍ଯ୍ୟତା ବା ସିଗ୍ନିଫିକାଣ୍ଟ କ'ଣ, ତା'ର ତୃତୀୟ ନମ୍ବର ହେଉଛି ଦେ ପଏଣ୍ଟ ଟୁ ଜିଜସ୍। ଏହା ଏହି ସକଳ ଆଜ୍ଞା ଯୀଶୁଙ୍କୁ ଦର୍ଶାଇଥାଏ, ପଏଣ୍ଟ କରିଥାଏ। ଦେ ପଏଣ୍ଟସ୍ ଟୁ ଜିଜସ୍। ଆମେ ଅଧ୍ୟୟନ କରିବା ମାଥିଉ ତା'ର 5 ଅଧ୍ୟାୟ 17-20 ପର୍ଯ୍ୟନ୍ତ। ଏଇଠାରେ ଲେଖା ଅଛି କି ଯୀଶୁ କହନ୍ତି, ମୁଁ ବ୍ୟବସ୍ଥା ଲୋପ କରିବାକୁ ଆସିନାହିଁ ବରଂ ସଫଳ କରିବାକୁ ଆସିଅଛି ବୋଲି କହନ୍ତି। ଆଉ 18 ପଦରେ ସେ କହନ୍ତି, ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ ସେ ପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ। ଆଉ 19 ପଦରେ ଯୀଶୁ କହନ୍ତି, ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ଅମାନ୍ୟ କରେ ଓ ଲୋକଙ୍କୁ ସେହି ପ୍ରକାର ଶିକ୍ଷା ଦିଏ ସେ ସ୍ୱର୍ଗ ରାଜ୍ୟରେ କ୍ଷୁଦ୍ରତମ ବୋଲି ଖ୍ୟାତ ହେବ। କିନ୍ତୁ ଯେ କେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ ସେ ସ୍ୱର୍ଗ ରାଜ୍ୟରେ ମହାନ ବୋଲି ଖ୍ୟାତ ହେବ। ଏହି 10 ଆଜ୍ଞା ଦେ ପଏଣ୍ଟସ୍ ଟୁ ଜିଜସ୍, ଏହା ଯୀଶୁଙ୍କୁ ଦର୍ଶାଏ, ଯୀଶୁଙ୍କ ଆଡ଼େ ପଏଣ୍ଟସ୍ କରେ। ଏବଂ ରୋମିଓ ପୁସ୍ତକ ତା'ର 10:4କୁ ମଧ୍ୟ ଆମେ ଅଧ୍ୟୟନ କରିବା। ଏଠାରେ ଲେଖା ଅଛି, କାରଣ ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି। ବ୍ୟବସ୍ଥାର ଶେଷ ଖ୍ରୀଷ୍ଟ ଅଟନ୍ତି। ଖ୍ରୀଷ୍ଟଙ୍କ ଠାରେ ସମସ୍ତ ବ୍ୟବସ୍ଥା ସିଦ୍ଧ। ତେଣୁ ଆମକୁ ଖ୍ରୀଷ୍ଟଙ୍କ ଠାରେ ରହିବା ଆବଶ୍ୟକ ଏବଂ ତାହାଙ୍କ ଠାରେ ରହି ଆମେ ତାହାଙ୍କର ଅନୁଗମନ କରିବା ଆବଶ୍ୟକ, କାରଣ ତାହାଙ୍କ ଠାରେ ସକଳ ବ୍ୟବସ୍ଥା ସିଦ୍ଧ ହୁଏ। ଖ୍ରୀଷ୍ଟ ହିଁ ଆମର ବ୍ୟବସ୍ଥାର ସିଦ୍ଧିଦାତା ଅଟନ୍ତି। ସୋ ଏହି 10 ଆଜ୍ଞା ଦେ ପଏଣ୍ଟସ୍ ଟୁ ଜିଜସ୍, ଯୀଶୁଙ୍କ ଆଡ଼େ ଦର୍ଶାଇଥାଏ। 3ଟି ଏହାର ସିଗ୍ନିଫିକାଣ୍ଟ ବା ମହତ୍ଵତା ବା ତାତ୍ପର୍ଯ୍ୟତାକୁ ଆମେ ଦେଖିଲୁ। ତ ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ ଆଉ ଏହି 10 ଆଜ୍ଞାର ଗୁରୁତ୍ୱକୁ ଜାଣିବା ପାଇଁ ଏବଂ ଏହାର ଯେଉଁ 2 ଭାଗରେ ଏହା ବିଭକ୍ତ ହୋଇ ଆମକୁ ଶିକ୍ଷା ଦେଇଥାଏ କ'ଣ କରିବାକୁ ହେବ କ'ଣ ନ କରିବାକୁ ହେବ ଈଶ୍ୱରଙ୍କ କ୍ଷେତ୍ରରେ ଏବଂ ମନୁଷ୍ୟ କ୍ଷେତ୍ରରେ। ଏବଂ ତୃତୀୟରେ ଏହାର ସିଗ୍ନିଫିକାଣ୍ଟ ତାତ୍ପର୍ଯ୍ୟତା, ଯାହା ଆମେ 3ଟି ବିଷୟ ଦେଖିଲୁ। ଏହି ସକଳ ବିଷୟ ପବିତ୍ର ଆତ୍ମା ଆମକୁ ସାହାଯ୍ୟ କରନ୍ତୁ ସମ୍ପୂର୍ଣ୍ଣ ଭାବେ ବୁଝି ଆମ ଜୀବନରେ ପ୍ରୟୋଗ କରିବା ନିମନ୍ତେ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।